ନମ୍ବର 1, 3 ରାଜ୍ୟରେ ବଦଳିଲା ପାଣିପାଗ। ତୁଷାର ସହ ପ୍ରବଳ ବର୍ଷା। ପାହାଡ଼ିଆ ରାଜ୍ୟଗୁଡ଼ିକରେ ତୁଷାରପାତ ଏବଂ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଆସନ୍ତା 48 ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପାଗ ହଠାତ୍ ପରିବର୍ତ୍ତନ ହୋଇପାରେ। ପ୍ରବଳ ପବନ ଏବଂ ତୁଷାରପାତ ସାଧାରଣ ଜୀବଜନ୍ତୁଙ୍କୁ ବାଧାପ୍ରାପ୍ତ କରିବାକୁ ନେଇ ଆଶଙ୍କା କରାଯାଉଛି। ନମ୍ବର 2, ଟାରିଫ୍ ହ୍ରାସ ଦ୍ୱାରା ଉଭୟ ଦେଶର ଫାଇଦା। ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଢାଞ୍ଚାର ଲକ୍ଷ୍ୟ ହେଉଛି ଟାରିଫ୍ ହ୍ରାସ କରିବା, ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ଏବଂ ଭବିଷ୍ୟତରେ ଏକ ବୃହତ୍ତର ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ପଥ ପ୍ରସ୍ତାବ କରାଯାଉଛି। ନମ୍ବର 3, ଭାରତ ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତି। ଭାରତ ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତି। ରୁଷ ତେଲ ଆମଦାନୀ ଯୋଗୁଁ ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା 50 ଶୁଳ୍କ ହଟାଇଲେ ଟ୍ରମ୍ପ। ଭାରତ ଏବଂ ଯୁକ୍ତରାଷ୍ଟ୍ର ପରସ୍ପର ଲାଭଦାୟକ ପାରସ୍ପରିକ ବାଣିଜ୍ୟ ଉପରେ ଏକ ଅନ୍ତରୀଣ ଚୁକ୍ତିର ଫ୍ରେମୱାର୍କରେ ପହଞ୍ଚିଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଏକ ଯୁଗ୍ମ ବିବୃତ୍ତି ଜାରି କରାଯାଇଛି। ନମ୍ବର 4, ପ୍ରତି ମାସରେ ମିଳିବ 5,000 ପେନ୍ସନ୍। ସରକାରୀ ସ୍କିମ୍ ପାଇଁ କିଏ ଯୋଗ୍ୟ? ଆପଣଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସ୍ତରରେ ପ୍ରସ୍ତୁତ ହେଉଛି କି? ଯଦି ନୁହେଁ, ତେବେ ଆପଣମାନଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅବସର ପରେ ବୃଦ୍ଧାବସ୍ଥାରେ ଖର୍ଚ୍ଚ ପୂରଣ କରିବା ପାଇଁ ଆର୍ଥିକ ଭାବରେ ସଶକ୍ତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅନେକ ଲୋକ ପୂର୍ବରୁ ଛୋଟ ସଞ୍ଚୟ କରନ୍ତି। ଯଦି ଆପଣ 60 ବର୍ଷ ପରେ 5,000 ମାସିକ ପେନ୍ସନ୍ ପାଇବାକୁ ଚାହାନ୍ତି, ତେବେ ଆପଣମାନଙ୍କୁ ଅଟଳ ପେନ୍ସନ୍ ଯୋଜନା ପାଇଁ ଆବେଦନ କରିବାକୁ ପଡ଼ିବ। ନମ୍ବର 5, ମାର୍ଚ୍ଚ 31 ସୁଦ୍ଧା ଖାତାକୁ ଆସିବ ମହଙ୍ଗା ଭତ୍ତା। ଅଷ୍ଟମ ବେତନକୁ ଅପେକ୍ଷା କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ହିତରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାକି ଥିବା ମହଙ୍ଗା ଭତ୍ତା ଡିଏ ଦେୟ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଯେ ବକାୟା ଡିଏ 25% ରାଶି 6 ମାର୍ଚ୍ଚ ମଧ୍ୟରେ କର୍ମଚାରୀଙ୍କୁ ପ୍ରଦାନ କରାଯାଉ। ନମ୍ବର 6, ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ସିମରନ୍ ହେଟମାୟର। 2026 ଟି20 ୱାର୍ଲ୍ଡ କପ୍ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ସିମରନ୍ ହେଟମାୟର କ୍ରିସ୍ ଗେଲ୍ଙ୍କ 16 ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ହେଟମାୟର ଟି20 ବିଶ୍ୱକପ୍ ଇତିହାସରେ ୱେଷ୍ଟଇଣ୍ଡିଜ୍ ପାଇଁ ଏକ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ କରିଛନ୍ତି। ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ 22 ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ନମ୍ବର 7, 2024ରେ ଅମର ପ୍ରସାଦ ଶତପଥୀଙ୍କୁ ମିଳିଲାନି ଟିକେଟ୍। ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ 5 ଦଶନ୍ଧିରୁ ଅଧିକ କାଳ ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ଛାତ୍ର ଆନ୍ଦୋଳନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସେ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଯୋଗ ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ ହୋଇ ସେ ଜେଲ୍ ଯାଇଥିଲେ। ନମ୍ବର 8, ଭାରତକୁ ନେଇ ଆମେରିକାର ଗୋଟିଏ ଫଟୋ ଦେଖି ପାକିସ୍ତାନ ଓ ଚୀନ୍ ଟେନସନ୍ରେ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଗତ ଶୁକ୍ରବାର ଘୋଷଣା କରାଗଲା। ହେଲେ ଏହି ଟ୍ରେଡ୍ ଡିଲ୍ ଏହାର ସର୍ତ୍ତ ଯେତିକି ଚର୍ଚ୍ଚା ନାହିଁ, ତାଠାରୁ ଅଧିକ ଚର୍ଚ୍ଚା ରହିଛି ଆମେରିକା ପକ୍ଷରୁ ଜାରି କରାଯାଇଥିବା ଏକ ଫଟୋ। ଆମେରିକା ବ୍ୟାପାର ପ୍ରତିନିଧି କାର୍ଯ୍ୟାଳୟ ଦ୍ୱାରା ଭାରତର ନକ୍ସା ଜାରି କରାଯାଇଛି, ଯାହା ଉଭୟ ପାକିସ୍ତାନ ଓ ଚୀନକୁ ଅସହଯୋଗ କରୁଛି। ନମ୍ବର 9, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ବଢ଼ିଲା ଛାତ୍ର ଅଶାନ୍ତି। ବିଶ୍ୱବିଦ୍ୟାଳୟରେ ବଢ଼ିଲା ଛାତ୍ର ଅଶାନ୍ତି। କୁଳପତି ଓ କୁଳସଚିବଙ୍କ ଘେରାଉ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ। ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ବିତିଲାଣି 3 ବର୍ଷ, ତଥାପି ଛାତ୍ରଛାତ୍ରୀଙ୍କୁ ମିଳୁନି କୌଣସି ମୌଳିକ ସୁବିଧା। ସେମିଷ୍ଟାର ପରୀକ୍ଷାରେ ବିଭ୍ରାଟ ଥିବାବେଳେ ବ୍ରେକ୍ ପରେ ପେପର ରେଜଲ୍ଟ ପ୍ରକାଶ କରୁଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ନମ୍ବର 10, ସଫଳତାର ସହ ଅଗ୍ନି-3 କ୍ଷେପଣାସ୍ତ୍ର ପରୀକ୍ଷା। ସଫଳତାର ସହ ଅଗ୍ନି-3 କ୍ଷେପଣାସ୍ତ୍ର ପରୀକ୍ଷା। ଭାରତର ଅଗ୍ନି-3 ମଧ୍ୟମୀତି ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣରେ ଓଡ଼ିଶାର ଚାନ୍ଦପୁର ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ ITR-କୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଥିଲା। କ୍ଷେପଣାସ୍ତ୍ରଟି ସଫଳତାର ସହ ଏହାର ସମସ୍ତ ଲକ୍ଷ୍ୟକୁ ଟାର୍ଗେଟ୍ କରିଥିଲା। ନମ୍ବର 11, ଚିଟ୍‌ଫଣ୍ଡ ସଂସ୍ଥାଠାରୁ ବଦଳିଲା ସରକାରୀ ସଂସ୍ଥା। ଟଙ୍କା ଲୁଟ୍ କରି ଚମ୍ପଟ ମାରିଲେ ପୋଷ୍ଟମାଷ୍ଟର। ଲୋକଙ୍କ ପରିଶ୍ରମ ଅର୍ଥକୁ ସଞ୍ଚୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା କରିଛନ୍ତି। ମାତ୍ର କିଛି ଅସାଧୁ ସରକାରୀ ଅଧିକାରୀମାନଙ୍କ ପାଇଁ ଲୋକମାନଙ୍କ ଜମା ଟଙ୍କା ହେଉଛି ହଡ଼ପ। କେନ୍ଦ୍ର ସରକାରଙ୍କ ଡାକଘରୁ 1.5 କୋଟି ଟଙ୍କାରୁ ଅଧିକ ଟଙ୍କା ପୋଷ୍ଟମାଷ୍ଟର ହଡ଼ପ କରିବା ପରେ ଚିନ୍ତାରେ ପଡ଼ିଛନ୍ତି ଜମାକାରୀ। ନମ୍ବର 12, ପୁଟିନ୍ ଓ ନୂଆ ଡ୍ରୋନ୍ ସେନା ବ୍ରିଟିଶ ସେନାଠାରୁ ବଡ଼ ୟୁରୋପରେ। ୟୁରୋପ ସହିତ ଉତ୍ତେଜନା ମଧ୍ୟରେ ରୁଷ ନିଜଠୁ ବାୟୁଶକ୍ତି ବୃଦ୍ଧି କରିବାରେ ଏକ ବଡ଼ ସଫଳତା ହାସଲ କରିଛି। ରୁଷ ଏକ ନୂଆ ଡ୍ରୋନ୍ ଫୋର୍ସ ସୃଷ୍ଟି କରିଛି, ଯାହା ସମଗ୍ର ବ୍ରିଟିଶ ସେନା ଅପେକ୍ଷା ବଡ଼ ବୋଲି ଦାବି କରାଯାଇଛି। ଭ୍ଲାଦିମିର ପୁଟିନ୍ ଅଜ୍ଞାତ ସିଷ୍ଟମକୁ ଫୋକସରେ 87,000 ସୈନିକ ଅଛନ୍ତି। ଏହି ସମୟରେ ବ୍ରିଟେନର ସାମରିକ ବାହିନୀରେ 70,000 ସୈନିକ ଅଛନ୍ତି।
ନମ୍ବର 13 ଫେବୃଆରୀ 9ରୁ ସହରରେ ମେଟ୍ରୋ ଭଡ଼ା ବୃଦ୍ଧି ପାଇବ। ଆପଣ ପ୍ରତିଦିନ ବେଙ୍ଗାଲୁରୁ ମେଟ୍ରୋ ଯାତ୍ରା କରନ୍ତି, ତେବେ ଫେବୃଆରୀ 9 ତାରିଖରେ ଆପଣଙ୍କ ପକେଟ ଉପରେ ବୋଝ ପଡ଼ିବ। ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ BMRCL ବାର୍ଷିକ ଭଡ଼ା ବୃଦ୍ଧି ପାଇଁ ଘୋଷଣା କରିଛି। ନମ୍ନ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଫେବୃଆରୀ 9 ତାରିଖରୁ 2026 ଠାରୁ ଅଧିକ ଭଡ଼ା ଦେବାକୁ ପଡ଼ିବ। ନମ୍ବର 14 ମାଲେସିଆ ସହିତ ଭାରତ ସମ୍ପର୍କ ଏବେ ନୂତନ ଶିଖରରେ ପହଞ୍ଚି। ନରେନ୍ଦ୍ର ମୋଦି ଶନିବାର 2 ଦିନିଆ ଗସ୍ତ ପାଇଁ ମାଲେସିଆରେ ପହଞ୍ଚୁଛନ୍ତି। କାଲପୁରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କୁ ତାଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ନିଜସ୍ୱ କାରରେ ଯାତ୍ରା ପାଇଁ ସାଙ୍ଗରେ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ମାଲେସିଆ ଆସି ମୁଁ ମୋର ପ୍ରତିଶ୍ରୁତି ପୂରଣ କରିଛି। ନମ୍ବର 15 ମହାନଦୀ ଟ୍ରିବ୍ୟୁନାଲ ପ୍ରତିନିଧି ପ୍ରଶ୍ନ ନବୀନ କହିଲେ ସରକାର କାହିଁକି ଆନ୍ତରିକତା? ଟ୍ରିବ୍ୟୁନାଲ ପ୍ରତିନିଧି ପ୍ରଶ୍ନ ନବୀନ କହିଲେ ସରକାର ଆନ୍ତରିକତା ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ ଦାବି କଲା କଂଗ୍ରେସ। ବିଧାନସଭାରେ ବିତର୍କ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଆହ୍ୱାନ। ମହାନଦୀ ଜଳ ବିବାଦ ଶୁଣାଣିରେ ବ୍ୟାକଫୁଟରେ ରାଜ୍ୟ ସରକାରଙ୍କ ଟ୍ରିବ୍ୟୁନାଲ ମହାନଦୀ ବିବାଦର ଶୁଣାଣିର ପ୍ରସଙ୍ଗ। ନମ୍ବର 16 ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। ଆତ୍ମସମର୍ପଣ କରିଛନ୍ତି ନିଖିଲ ଓ ଇନ୍ଦୁଙ୍କ ସମେତ 15 ହାର୍ଡକୋର ମାଓବାଦୀ। ବାସଧରା ଗୁମସୁମା ନାଗାବଳୀ ଡିଭିଜନର ମୋଟ 15 ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏନେଇ ଏଜିଟି ଆଣ୍ଟି ନକ୍ସଲ ଅପରେସନ ସଞ୍ଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନମ୍ବର 17 ଖର୍ଚ୍ଚ ହୋଇପାରୁନି ବଜେଟର ଅର୍ଥ, ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି। ଡିସେମ୍ବର ସୁଦ୍ଧା 50% କାମ, ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି। ଘେରିଲେ କଂଗ୍ରେସ, ଯବାନ ରଖିଲେ ବିଜେପି। ବଜେଟର ବ୍ୟୟ ପରାଦ ବଢ଼ୁଛି କିନ୍ତୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହୋଇପାରୁନାହିଁ ଟଙ୍କା। ଡିସେମ୍ବର 50% ଅର୍ଥ ବି ଖର୍ଚ୍ଚ ହୋଇନି, ଯାହାକୁ ନେଇ ରାଜ୍ୟ ସରକାରଙ୍କ ସିଧା ନିଶାନ କରିଛି ବିଜେଡି। ନମ୍ବର 18 ଭାରତୀୟ ତଟରକ୍ଷୀକୁ ବଡ଼ ସଫଳତା, ଅନ୍ତର୍ଜାତିକ ତୈଳ ଚୋରାଚାଲାଣ ରାକେଟରେ କଲା ପର୍ଦ୍ଦାଫାଶ। ମୁମ୍ବାଇ ଉପକୂଳରୁ ପ୍ରାୟ 10 ନଟିକାଲ ମାଇଲ ଦୂରରେ ଏକ ଅନ୍ତର୍ଜାତୀୟ ତୈଳ ଜାହାଜକୁ ଗିରଫ କରିଛି ଚୋର ଚାଲାଣ ରାକେଟ ପର୍ଦ୍ଦାଫାଶ କରିଛି। ଭାରତୀୟ ତଟରକ୍ଷୀ ବାହିନୀ ତୈଳ ବ୍ୟବସାୟରେ ଜଡ଼ିତ 3ଟି ଜାହାଜକୁ ଅଟକାଇ ରଖିଛି। ବାହିନୀ ଗୁପ୍ତଚର ସୂଚନା ପାଇବା ପରେ ଫେବୃଆରୀ 5 ଓ 6 ତାରିଖରେ ତଟବାହୀ ଏବଂ ଜାହାଜଗୁଡ଼ିକ ପାଇଁ ଅପରେସନ ଆରମ୍ଭ କରିଛି। ନମ୍ବର 19 ଦେଶରେ 35କୁ ବୃଦ୍ଧି ପାଇଲା କେନ୍ଦ୍ର ପରିବେଶ ମନ୍ତ୍ରୀ। ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶନିବାର ଘୋଷଣା କରିଛନ୍ତି ଯେ ପ୍ରୋଜେକ୍ଟ ଚିତା ଅଧୀନରେ ନାମିବିଆନ ଏବଂ ଚିତା ଆଶା 5ଟି ଛୁଆ ଜନ୍ମ ଦେଇଛି, ଯାହା ଫଳରେ ଭାରତରେ ବଞ୍ଚିଥିବା ଚିତାଙ୍କ ସଂଖ୍ୟା 24 ଏବଂ ମୋଟ ଚିତାଙ୍କ ସଂଖ୍ୟା 35କୁ ବୃଦ୍ଧି ପାଇଛି। ଆଶା ମଧ୍ୟପ୍ରଦେଶର ପୁନେ ଜାତୀୟ ଉଦ୍ୟାନରେ 5ଟି ଛୁଆଙ୍କୁ ଜନ୍ମ ଦେଇଛି। ନମ୍ବର 20 ଚମକିଲେ ସୂର୍ଯ୍ୟ, ଜିତିଲା ଭାରତ। ସ୍ଥାନୀୟ ୱାଙ୍କଡେ ଷ୍ଟାଡିୟମରେ ଅନୁଷ୍ଠିତ ଟି20 ବିଶ୍ୱକପ୍ କ୍ରିକେଟର ଏକ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ବଳରେ ଭାରତ 29 ରନରେ ଆମେରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର 84 ରନ ବଳରେ 162 ରନର ଲକ୍ଷ୍ୟ ଆମେରିକା ସମ୍ମୁଖୀନ ରହିଥିଲା। ଜବାବରେ ଆମେରିକା 20 ଓଭରରେ 8 ୱିକେଟ ହରାଇ 132 ରନ କରିବାକୁ ସକ୍ଷମ ହୋଇଥିଲା।